ହ୍ୟାଲୋ। ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ। ଏକଦା ଏ ପୃଥିବୀ ବିଭିନ୍ନ ରାଜାମାନଙ୍କର ଅଯଥା ପ୍ରତିରକ୍ଷା ଶକ୍ତିରେ ଭାରାକ୍ରାନ୍ତ ହୋଇପଡ଼ିଲା। ସେ ରାଜାମାନେ ବାସ୍ତବରେ ଅସୁର ଥିଲେ, କିନ୍ତୁ ରାଜାଙ୍କ ପରି ଆଚରଣ କରୁଥିଲେ। ସେ ସମୟରେ ସମୁଦାୟ ପୃଥିବୀ ସେହି ଅସୁର ସ୍ୱଭାବ ସମ୍ପନ୍ନ ରାଜାମାନଙ୍କ ଅତ୍ୟାଚାରରେ ଥରହର ହେଉଥିଲା। ଏ ପୃଥିବୀର ଅଧିଷ୍ଠାତ୍ରୀ ଦେବୀ ଭୂମି ଅସୁର ରାଜାମାନଙ୍କ ଅତ୍ୟାଚାର ଯୋଗୁଁ ତାକୁ ଯେ କି ବିପଦ ଭୋଗିବାକୁ ପଡ଼ୁଛି, ସେହି କଥା କହିବା ପାଇଁ ବ୍ରହ୍ମାଙ୍କ ପାଖକୁ ଗଲା। ଭୂମି ଏକ ଗାଈ ରୂପ ହୋଇ ଲୋତକ ପୂର୍ଣ୍ଣ ଚକ୍ଷୁରେ ବ୍ରହ୍ମାଙ୍କ ସମ୍ମୁଖରେ ଉପସ୍ଥିତ ହେଲା। ଭଗବାନଙ୍କ ଦୟା ଉଦ୍ରେକ କରିବା ନିମିତ୍ତ ସେ ଅତ୍ୟନ୍ତ ଦୁଃଖିତ ହୋଇ କ୍ରନ୍ଦନ କରୁଥିଲା। ସେ ପୃଥିବୀର ବିପଦପୂର୍ଣ୍ଣ ଅବସ୍ଥା କଥା ବର୍ଣ୍ଣନା କଲା। ଏହା ଶୁଣି ବ୍ରହ୍ମାଜୀ ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ସେ ସାଙ୍ଗେ ସାଙ୍ଗେ କ୍ଷୀର ସାଗର ତଟକୁ ଗଲେ, ଯେଉଁଠାରେ ଭଗବାନ ବିଷ୍ଣୁ ରହୁଥିଲେ। ଶିବଙ୍କ ନେତୃତ୍ୱରେ ଅନ୍ୟ ସମସ୍ତ ଦେବତା ବ୍ରହ୍ମାଙ୍କର ଅନୁଗମନ କଲେ ଏବଂ ଭୂମି ମଧ୍ୟ ସେମାନଙ୍କର ଅନୁଗମନ କଲା। ଯେଉଁ ବିଷ୍ଣୁ ପୂର୍ବେ ଦିବ୍ୟ ଶୂକର ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ, କ୍ଷୀର ସାଗର ତଟରେ ଉପସ୍ଥିତ ହୋଇ ବ୍ରହ୍ମାଜୀ ସେହି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆରମ୍ଭ କଲେ। ବେଦ ମନ୍ତ୍ରରେ ପୁରୁଷ ସୂକ୍ତ ନାମକ ଏକ ସ୍ୱତନ୍ତ୍ର ପ୍ରାର୍ଥନା ଅଛି। ସାଧାରଣତଃ ଦେବତାଗଣ ପୁରୁଷ ସୂକ୍ତ ଆବୃତ୍ତି କରି ଭଗବାନ ବିଷ୍ଣୁଙ୍କୁ ପ୍ରଣାମ ଜଣାନ୍ତି। ଏଥିରୁ ଏହା ସୂଚିତ ହେଉଅଛି ଯେ ଯେତେବେଳେ ଲୋକ ଭୁବନରେ ଉପଦ୍ରବ ହୁଏ, ସେତେବେଳେ ଲୋକର ଅଧିଷ୍ଠାତ୍ରା ଦେବତା ଲୋକର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଭେଟନ୍ତି। ବ୍ରହ୍ମାଜୀ ଭଗବାନ ବିଷ୍ଣୁଙ୍କୁ ଭେଟନ୍ତି, କିନ୍ତୁ ତାଙ୍କ ଭେଟିବା ଏକ ସ୍ୱତନ୍ତ୍ର ଧରଣର। ସେ ବିଷ୍ଣୁଙ୍କୁ ପ୍ରତ୍ୟକ୍ଷ ଭାବରେ ଭେଟନ୍ତି ନାହିଁ। ସେ କ୍ଷୀର ସାଗର ତଟରେ ଉପସ୍ଥିତ ହୋଇ ବିଷ୍ଣୁଙ୍କୁ ଭେଟନ୍ତି। ଏ ବ୍ରହ୍ମାଣ୍ଡରେ ଶ୍ୱେତଦ୍ୱୀପ ନାମକ ଏକ ଲୋକ ଅଛି ଏବଂ ସେହି ଲୋକରେ କ୍ଷୀରସାଗର ନାମକ ଏକ ସାଗର ଅଛି। ବିଭିନ୍ନ ପ୍ରକାର ଦୈବିକ ସାହିତ୍ୟରୁ ଏହା ସୂଚିତ ହୁଏ ଯେ ପୃଥିବୀରେ ଲବଣ ସାଗର ଅଛି। ସେହିପରି ଅନ୍ୟ ପୃଥିବୀମାନଙ୍କରେ ବିଭିନ୍ନ ପ୍ରକାରର ସାଗର ଅଛି, ଯଥା କୌଣସି ଲୋକରେ କ୍ଷୀରସାଗର ଅଛି ତ କୌଣସି ଲୋକରେ ତୈଳ ସାଗର ଅଛି, ପୁନଶ୍ଚ କୌଣସି ଲୋକରେ ସୁରା ସାଗର ଅଛି ଏବଂ ଆହୁରି ଅନେକ ପ୍ରକାର ସାଗର ଅଛି। ପୁରୁଷ ସୂକ୍ତ ଏକ ଉପଯୁକ୍ତ ପ୍ରାର୍ଥନା। ଦେବତାମାନେ ଭଗବାନ କ୍ଷୀରୋଦକ ସାଇ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଆବୃତ୍ତି କରନ୍ତି। ସେ କ୍ଷୀର ସାଗରରେ ଶୟନ କରୁଥାନ୍ତି ବୋଲି ତାଙ୍କୁ କ୍ଷୀରୋଦକ ସାଇ ବିଷ୍ଣୁ କୁହାଯାଏ। ସେ ଭଗବାନ ଅଟନ୍ତି ଏବଂ ତାଙ୍କ ଜରିଆରେ ଏହି ବ୍ରହ୍ମାଣ୍ଡରେ ସମସ୍ତ ଅବତାର ଆବିର୍ଭୂତ ହୁଅନ୍ତି। ସମସ୍ତ ଦେବତା ପୁରୁଷ ସୂକ୍ତ ଆବୃତ୍ତି କରି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ, କିନ୍ତୁ ସେମାନେ କିଛି ଉତ୍ତର ପାଇଲେ ନାହିଁ। ତତ୍ପରେ ସ୍ୱୟଂ ବ୍ରହ୍ମାଜୀ ଧ୍ୟାନରେ ବସିଲେ ଏବଂ ତତ୍ପରେ ବିଷ୍ଣୁଙ୍କ ଠାରୁ ବ୍ରହ୍ମାଙ୍କ ନିକଟକୁ ଏକ ସମ୍ବାଦ ଆସିଲା। ତତ୍ପରେ ବ୍ରହ୍ମା ସେ ସମ୍ବାଦ ଦେବତାମାନଙ୍କୁ ଜଣାଇଦେଲେ। ବୈଦିକ ଜ୍ଞାନ ପ୍ରାପ୍ତ ହେବାର ଏହା ହେଉଛି ପଦ୍ଧତି। ପ୍ରଥମେ ବ୍ରହ୍ମା ଭଗବାନଙ୍କଠାରୁ ଏକ ବୈଦିକ ଜ୍ଞାନ ତାଙ୍କ ହୃଦୟରେ ଗ୍ରହଣ କରନ୍ତି। ଶ୍ରୀମଦ୍ ଭାଗବତମ୍ର ଆରମ୍ଭରେ କୁହାଯାଇଛି, ତେନେ ବ୍ରହ୍ମ ହୃଦୟ ଆଦି କବୟେ। ଏହାର ଅର୍ଥ ହେଲା, ବେଦାନ୍ତ ଏ ଦିବ୍ୟ ଜ୍ଞାନ ହୃଦୟ ଜରିଆରେ ବ୍ରହ୍ମାଙ୍କୁ ଦିଆଯାଇଥିଲା। ଏଠାରେ ମଧ୍ୟ ସେହି ପ୍ରକାରରେ ବିଷ୍ଣୁଙ୍କ ସନ୍ଦେଶ ବ୍ରହ୍ମାଜୀ ପ୍ରଥମେ ଲାଭ କଲେ ଏବଂ ତତ୍ପରେ ସେ ତାହା ଦେବତାଗଣଙ୍କୁ ଜଣାଇଲେ, କାରଣ ଦେବତାମାନେ ସେ ସମ୍ବାଦ ପାଇ ତଦନୁଯାୟୀ କାର୍ଯ୍ୟ କରିବେ। ସମ୍ବାଦଟି ହେଲା, ଭଗବାନ ଖୁବ୍ ଶୀଘ୍ର ତାଙ୍କ ପରମ ଶକ୍ତିଶାଳୀ ଶକ୍ତିମାନଙ୍କ ସହିତ ଏ ଧରାଧାମରେ ଅବତୀର୍ଣ୍ଣ ହେବେ ଏବଂ ସେ ଯେ ପର୍ଯ୍ୟନ୍ତ ଏ ଧରାଧାମରେ ତାଙ୍କର ଲକ୍ଷ୍ୟ ସାଧନ କରିବା ନିମିତ୍ତ ଅବସ୍ଥାନ କରିବେ, ସେ ପର୍ଯ୍ୟନ୍ତ ଦେବତାମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ରହିବା ଉଚିତ। ତାଙ୍କର ଅବତାରର ଲକ୍ଷ୍ୟ ହେଲା ରାକ୍ଷସମାନଙ୍କ ବିନାଶ ଏବଂ ଭକ୍ତମାନଙ୍କ ପ୍ରତିଷ୍ଠା। ତେଣୁ ଦେବତାମାନେ ଶୀଘ୍ର ଯଦୁବଂଶରେ ଜନ୍ମ ଗ୍ରହଣ କରିବା ଉଚିତ। ଭଗବାନ ଯଥାସମୟରେ ସେହି ବଂଶର ଆବିର୍ଭୂତ ହେବେ। ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ବସୁଦେବଙ୍କ ପୁତ୍ର ରୂପେ ଆବିର୍ଭୂତ ହେଲେ। ତାଙ୍କର ଆବିର୍ଭାବ ପୂର୍ବରୁ ସମସ୍ତ ଦେବତା ଓ ସେମାନଙ୍କ ସ୍ତ୍ରୀମାନେ ଭଗବାନଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଧାର୍ମିକ ପରିବାରରେ ଜନ୍ମ ହେଲେ।
ଏଠାରେ ତତ୍ପ୍ରିୟାର୍ଥ ଶବ୍ଦର ବ୍ୟବହାର ଦ୍ୱାରା ଏହା ସୂଚିତ ହେଉଅଛି ଯେ ଦେବତାମାନେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆବିର୍ଭୂତ ହେବେ। ଅନ୍ୟ କଥାରେ କହିଲେ ଏହା ହିଁ କୁହାଯିବ ଯେ ଯେଉଁ ଜୀବ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଞ୍ଚି ରହେ ସେ ଦେବତା ଅଟେ। ଦେବତାମାନଙ୍କୁ ଏ ସମ୍ବାଦ ମଧ୍ୟ ଜଣାଇ ଦିଆଗଲା ଯେ ଭଗବାନଙ୍କର ପ୍ରତ୍ୟକ୍ଷାଂଶ ଅନନ୍ତ, ଯେ କି ସହସ୍ର ସହସ୍ର ଫଣା ବିସ୍ତାର କରି ସମସ୍ତ ଲୋକକୁ ପାଳନ କରୁଛନ୍ତି, ସେ ମଧ୍ୟ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପୂର୍ବରୁ ଏ ଧରାଧାମରେ ଆବିର୍ଭୂତ ହେବେ। ପୁନଶ୍ଚ ସେମାନଙ୍କୁ ଏ ସମ୍ବାଦ ମଧ୍ୟ ଦିଆଗଲା ଯେ ବିଷ୍ଣୁଙ୍କର ବହିରଙ୍ଗା ଶକ୍ତି ମାୟା ଯାହାଙ୍କ ପ୍ରଭାବରେ ସମସ୍ତ ବଦ୍ଧ ଜୀବ ମୋହିତ ହୁଅନ୍ତି, ସେ ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟ ପୂରଣ ନିମିତ୍ତ ଆବିର୍ଭୂତ ହେବେ। ସମସ୍ତ ଦେବତା ଓ ଭୂମିକୁ ମଧୁର କଥା କହି ଶାନ୍ତ କଲା ପରେ ପ୍ରଜାପତିମାନଙ୍କର ପିତା ବ୍ରହ୍ମା ନିଜର ନିବାସ ସ୍ଥଳ ବ୍ରହ୍ମଲୋକକୁ ଯାତ୍ରା କଲେ। ବ୍ରହ୍ମାଙ୍କ ନିବାସ ସ୍ଥଳ ବ୍ରହ୍ମଲୋକ ସର୍ବୋଚ୍ଚ ଭୌତିକ ଜଗତ ଅଟେ। ଯଦୁବଂଶର ରାଜା ସୁରେଶନ ମଥୁରା ନାମକ ଦେଶରେ ତଥା ସୁରେଶ ନାମକ ଜିଲ୍ଲାରେ ରାଜୁତି କରୁଥିଲେ। ସୁରେଶନାଙ୍କ ରାଜୁତି ଯୋଗୁଁ ସମସ୍ତ ଯଦୁବଂଶ ରାଜ୍ୟଙ୍କର ରାଜଧାନୀ ହେଲା ମଥୁରା। ଯଦୁବଂଶର ଲୋକମାନେ ଅତ୍ୟନ୍ତ ଧାର୍ମିକ ଥିଲେ ଏବଂ ସେମାନେ ଜାଣିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଯେପରି ଦ୍ୱାରିକାରେ ଚିରନ୍ତନ ଭାବରେ ବାସ କରନ୍ତି, ସେହିପରି ମଥୁରାରେ ମଧ୍ୟ ସେ ବାସ କରନ୍ତି। ଏକଦା ସୁରେଶନଙ୍କ ପୁତ୍ର ବସୁଦେବ ଦେବକୀକୁ ବିବାହ କଲା ପରେ ନୂତନ ବିବାହିତ ପତ୍ନୀଙ୍କ ସହ ରଥରେ ବସି ଘରକୁ ଫେରୁଥିଲେ। ଦେବକୀଙ୍କ ପିତା ଦେବକ ତାଙ୍କ ଝିଅ ଦେବକୀକୁ ଭାରି ଭଲ ପାଉଥିଲେ, ତେଣୁ ସେ ଯଥେଷ୍ଟ ଯୌତୁକ ଦେଇଥିଲେ। ସେ ଶହ ଶହ ରଥ ଦେଇଥିଲେ, ଯାହାକି ପୂର୍ଣ୍ଣ ରୂପେ ସୁନା ଛାଉଣି ହୋଇଥିଲା। ସେହି ସମୟରେ ଉଗ୍ରସେନର ପୁତ୍ର କଂସ ଭଗିନୀ ଦେବକୀଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ସ୍ୱେଚ୍ଛା ପ୍ରଣୋଦିତ ହୋଇ ବାସୁଦେବଙ୍କ ରଥରେ ସାରଥୀ ହୋଇ ଘୋଡ଼ାରେ ଲଗାମ ଧରିଥିଲେ ଏବଂ ରଥ ଚଳାଉଥିଲେ। ଦୈବିକ ସଭ୍ୟତାର ରୀତି ଅନୁଯାୟୀ ଝିଅ ବିବାହ ହେଲେ ଭାଇ, ଭଉଣୀ ଓ ଭିଣେଇଙ୍କ ଘରକୁ ଛାଡ଼ିବାକୁ ନିଏ। କାରଣ ନୂତନ ବିବାହିତା କନ୍ୟା ବାପ ଘର ଛାଡ଼ି ଯାଉଥିବାରୁ ଅତ୍ୟନ୍ତ ଦୁଃଖ ଅନୁଭବ କରିପାରେ। ସେଥିପାଇଁ ଭାଇ ଭଉଣୀ ସାଥିରେ ତାହାର ଶ୍ୱଶୁର ଘର ପର୍ଯ୍ୟନ୍ତ ଯାଏ। ଦେବକ ନିମ୍ନଲିଖିତ ମୋତେ ଯୌତୁକ ଦେଇଥିଲେ। ସ୍ୱର୍ଣ୍ଣମାଳରେ ଭୂଷିତ 400 ହାତୀ, 15,000 ସଜ୍ଜିତ ଅଶ୍ୱ ଏବଂ 1800 ରଥ। ସେ ମଧ୍ୟ 200 ସୁନ୍ଦରୀ ବାଳିକା ତା କନ୍ୟା ସାଥିରେ ଯିବା ପାଇଁ ବ୍ୟବସ୍ଥା କରିଥିଲେ। ଭାରତରେ ବର୍ତ୍ତମାନ ସୁଦ୍ଧା ଏ ପ୍ରକାର କ୍ଷତ୍ରିୟ ବିବାହ ପଦ୍ଧତି ପ୍ରଚଳିତ ଅଛି। ଆଜି ସୁଦ୍ଧା ଏହା ପ୍ରଚଳିତ ଅଛି ଯେ ଯେତେବେଳେ ଗୋଟିଏ କ୍ଷତ୍ରିୟ ବିବାହ କରେ, କନ୍ୟାର କେତେକ ଡଜନ ବାଳିକା ସାଥୀ ରାଜାଙ୍କ ଘରକୁ ଯାଆନ୍ତି। ରାଣୀଙ୍କର ଅନୁଚର ଗଣକୁ ପରିକା ବା ଦାସୀ କୁହାଯାଏ, କିନ୍ତୁ ବାସ୍ତବରେ ସେମାନେ ରାଣୀଙ୍କର ବନ୍ଧୁ ଭଳି କାର୍ଯ୍ୟ କରନ୍ତି। ଏହି ରୀତି କେଉଁ ଅନନ୍ତ କାଳରୁ ଚଳି ଆସୁଅଛି। 5000 ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଆବିର୍ଭାବ ପୂର୍ବରୁ ଏହା ଅନ୍ତତଃ ପ୍ରଚଳିତ ଥିଲା। ତେଣୁ ବସୁଦେବ ତାଙ୍କ ସ୍ତ୍ରୀଙ୍କ ସହିତ ଆଉ 200 ସୁନ୍ଦରୀ ବାଳିକା ଘରକୁ ଆଣିଥିଲେ। ଯେତେବେଳେ ବର କନ୍ୟା ରଥରେ ବସି ଯାଉଥିଲେ, ସେତେବେଳେ ଶୁଭ ମୁହୂର୍ତ୍ତରେ ସୂଚନା ଦେଇ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବାଜୁଥିଲା। ଶଙ୍ଖ, ମୃଦଙ୍ଗ, ନାଗର, ଭେରୀ, ତୁରୀ ଆଦି ଏକତ୍ର ବାଜି ଏକ ସୁନ୍ଦର ଶବ୍ଦ ତରଙ୍ଗ ସୃଷ୍ଟି କରୁଥିଲେ। ଶୋଭାଯାତ୍ରା ବଡ଼ ସୁନ୍ଦର ଭାବରେ ଗତି କରୁଥିଲା ଏବଂ କଂସ ରଥ ଚଳାଉଥିଲା। ଠିକ୍ ସେହି ସମୟରେ କଂସ ପ୍ରତି ଉଦ୍ଦିଷ୍ଟ ଏକ ଆକାଶବାଣୀ ହେଲା, କଂସ, ତୁ କେଡ଼େ ନିର୍ବୋଧ! ତୁ ଭଉଣୀ ବୀଣେଇର ରଥ ଲୟନ କରୁଛୁ, କିନ୍ତୁ ତୁ ଜାଣିନାହୁଁ ଯେ ଏହି ଭଉଣୀର ଅଷ୍ଟମ ଗର୍ଭଜାତ ଶିଶୁ ତୋତେ ବଧ କରିବ। ଭୋଜବଂଶର ରାଜା ଉଗ୍ରସେନର ପୁତ୍ର ହେଉଛି କଂସ। ଏହା କଥିତ ଅଛି ଯେ ଭୋଜବଂଶର ରାଜାମାନଙ୍କ ମଧ୍ୟରେ କଂସ ଅତ୍ୟନ୍ତ ଅସୁର ସ୍ୱଭାବ ସମ୍ପନ୍ନ ଥିଲା। ଠିକ୍ ଏହି ଭବିଷ୍ୟତ ଆକାଶବାଣୀ ଶୁଣିବା ପରେ କଂସ ଦେବକୀର ବାଳକୁ ଧରିଲା ଏବଂ ଖଣ୍ଡାରେ ତାକୁ ବଧ କରିଦେବାକୁ ଯାଉଥିଲା। କଂସର ଏ ପ୍ରକାର ବ୍ୟବହାର ଦେଖି ବସୁଦେବ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଏବଂ ନିଷ୍ଠୁର ନିର୍ଲଜ୍ଜ ଶାଳକକୁ ଶାନ୍ତ କରିବା ନିମିତ୍ତ ସାକ୍ଷ୍ୟ ପ୍ରମାଣ ସହ ସେ ମୋତେ କହିଲେ, ହେ ମୋର ପ୍ରିୟ ଶାଳକ କଂସ, ତୁମେ ଭୋଜବଂଶର ଏକ ପ୍ରସିଦ୍ଧ ରାଜା ଅଟ ଏବଂ ଲୋକମାନେ ଜାଣନ୍ତି ଯେ ତୁମେ ଜଣେ ବିରାଟ ଯୋଦ୍ଧା।
ଏବଂ ଜଣେ ଶକ୍ତିଶାଳୀ ରାଜା ଅଟ। ଏହା କିପରି କଥା ଯେ ତୁମେ ରାଗିଯାଇ ଏକ ସ୍ତ୍ରୀକୁ ଲକ୍ଷକୁ ବଧ କରିବାକୁ ଯାଉଛ, ଯେ କି ତୁମ ଭଉଣୀ ଅଟେ, ପୁଣି ତାହାର ବିବାହ ଦିବସରେ ଏକ ଶୁଭ କ୍ଷଣରେ ତାକୁ ବଧ କରିବ? ତୁମେ କାହିଁକି ମୃତ୍ୟୁକୁ ଏତେ ଭୟ କରୁଛ? ମୃତ୍ୟୁ ତ ଧ୍ରୁବ ଅଟେ। ତୁମେ ଆଜି ମରିଯାଇପାର କିମ୍ବା 100 ବର୍ଷ ପରେ ମରିଯାଇପାର। ତୁମେ କଦାପି ମୃତ୍ୟୁକୁ ଏଡ଼ି ପାରିବ ନାହିଁ। ତୁମେ କାହିଁକି ଏତେ ଭୟ କରୁଛ? ବାସ୍ତବରେ ମୃତ୍ୟୁ କହିଲେ ଏହି ଶରୀରର ବିନାଶକୁ ବୁଝାଏ। ଯେତେବେଳେ ଏ ଶରୀର ଅକର୍ମଣ୍ୟ ହୋଇଯାଏ, ଆଉ କାର୍ଯ୍ୟ କରେ ନାହିଁ ଏବଂ ପଞ୍ଚମହାଭୂତରେ ମିଶିଯାଏ, ସେତେବେଳେ ଏହି ଶରୀର ମଧ୍ୟରେ ଥିବା ଜୀବାତ୍ମା ତାହାର କର୍ମାନୁଯାୟୀ ଏକ ନୂତନ ଶରୀର ଗ୍ରହଣ କରେ। ଏହା ଠିକ୍ ରାସ୍ତାରେ ଯାଉଥିବା ଏକ ବ୍ୟକ୍ତି ପରି। ବ୍ୟକ୍ତି ତାହାର ଏକ ପାଦ ଆଗକୁ ବଢ଼ାଏ ଏବଂ ଯେତେବେଳେ ସେ ଠିକ୍ ରୂପେ ଜାଣିପାରେ ଯେ ତାହାର ପାଦ ଦୃଢ଼ ଭାବରେ ଭୂମିରେ ଲାଗିଛି, ସେତେବେଳେ ସେ ଅନ୍ୟ ପାଦ ଉଠାଏ। ଏହି ପ୍ରକାରେ ଗୋଟିକ ପରେ ଗୋଟିଏ ଶରୀର ପରିବର୍ତ୍ତନ ହୋଇ ଚାଲେ ଏବଂ ଜୀବାତ୍ମା ଏକ ଶରୀରରୁ ଅନ୍ୟ ଶରୀରକୁ ଯାତ୍ରା କରେ। ଦେଖ, ରେଶମ କୀଟ କିପରି ଗୋଟିଏ ଢାଳରୁ ଅନ୍ୟ ଢାଳକୁ ଅତି ଯତ୍ନର ସହିତ ଗତି କରେ, ଠିକ୍ ସେହିପରି ଯେତେବେଳେ ଉଚ୍ଚ କର୍ତ୍ତୃପକ୍ଷ ତାହାର ନୂତନ ଶରୀର ସ୍ଥିର କରିଦିଅନ୍ତି, ସେତେବେଳେ ଜୀବ ତାହାର ଶରୀର ପରିବର୍ତ୍ତନ କରେ। ସେ ପର୍ଯ୍ୟନ୍ତ ଜୀବ ଏ ଭୌତିକ ଜଗତରେ ଆବଦ୍ଧ ହୋଇଅଛି, ସେ ପର୍ଯ୍ୟନ୍ତ ସେ ଗୋଟିକ ପରେ ଗୋଟିଏ ଭୌତିକ ଶରୀର ଗ୍ରହଣ କରି ଚାଲିଥିବ। ନିଜର କର୍ମାନୁଯାୟୀ ତାହାର ପରବର୍ତ୍ତୀ ଶରୀର ପ୍ରାକୃତିକ ନିୟମାନୁସାରେ ତାକୁ ପ୍ରାପ୍ତ ହୁଏ। ଯେଉଁ ଶରୀରକୁ ଆମେ ବରାବର ସ୍ୱପ୍ନରେ ଦେଖୁ, ଏ ଶରୀର ଠିକ୍ ସେହି ଶରୀରମାନଙ୍କ ମଧ୍ୟରୁ ଗୋଟିଏ। ଆମେ ଶୟନ ଅବସ୍ଥାରେ ଯେଉଁ ସ୍ୱପ୍ନ ଦେଖୁ, ତାହା କ'ଣ ଆମର ମାନସିକ ଚିନ୍ତାଧାରା ଅନୁଯାୟୀ ସେ ଆମେ ସ୍ୱପ୍ନରେ ଅନେକ ଭୟ ସୃଷ୍ଟି କରିଚାଲୁ। ଆମେ ସୁନା ଦେଖିଛୁ, ଆମେ ପର୍ବତ ବି ଦେଖିଛୁ। ତେଣୁ ସ୍ୱପ୍ନରେ ଏ ଦୁଇଟିକୁ ଏକତ୍ର କରି ଆମେ ସୁନା ପର୍ବତକୁ ଦେଖିପାରୁ। ବେଳେ ବେଳେ ଆମେ ସ୍ୱପ୍ନରେ ଦେଖୁ ଯେ ଆମ ଶରୀର ଆକାଶରେ ଉଡ଼ୁଛି। ସେ ସମୟରେ ଆମେ ସମ୍ପୂର୍ଣ୍ଣ ରୂପେ ଆମର ବାସ୍ତବ ଶରୀରକୁ ଭୁଲି ଯାଇଥାଉ। ଠିକ୍ ସେହିପରି ଏହି ଶରୀରଗୁଡ଼ିକ ବରାବର ପରିବର୍ତ୍ତିତ ହେଉଅଛି। ଯେତେବେଳେ ତୁମେ ଗୋଟିଏ ଶରୀର ପାଅ, ସେତେବେଳେ ପୂର୍ବ ଶରୀର କଥା ଭୁଲିଯାଅ। ସ୍ୱପ୍ନାବସ୍ଥାରେ ଆମେ ଅନେକ ନୂତନ ଶରୀର ସମ୍ପର୍କରେ ଆସିପାରୁ, କିନ୍ତୁ ଯେତେବେଳେ ଆମେ ଜାଗ୍ରତ ହେଉ, ସେତେବେଳେ ସେ ସବୁ ଭୁଲିଯାଉ। ବାସ୍ତବରେ ମାନସିକ କ୍ରିୟାରୁ ଏସବୁ ଭୌତିକ ଶରୀର ସୃଷ୍ଟି ହୋଇଅଛି, କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଆମର ଅତୀତ ଶରୀରମାନଙ୍କ କଥା ମନେ ପଡ଼େ ନାହିଁ। ମନର ପ୍ରକୃତି ହେଉଛି, ଏହା ଅତି ଚଞ୍ଚଳ। ବେଳେ ବେଳେ ଏହା ଗୋଟିକୁ ଗ୍ରହଣ କରେ ତ ପର ମୁହୂର୍ତ୍ତରେ ତାକୁ ସଙ୍ଗେ ସଙ୍ଗେ ତ୍ୟାଗ କରେ। ରୂପ, ରସ, ଗନ୍ଧ, ଶବ୍ଦ, ସ୍ପର୍ଶ ଏ ପାଞ୍ଚଟି ହେଲା ଇନ୍ଦ୍ରିୟ ଗ୍ରାହ୍ୟ ବସ୍ତୁ। ମନ ଏହି ପାଞ୍ଚଟିର ସଂସ୍ପର୍ଶରେ ଆସି କାହାକୁ ଗ୍ରହଣ କରେ ତ ଆଉ କାହାକୁ ତ୍ୟାଗ କରେ। ଗ୍ରହଣ ଓ ତ୍ୟାଗ କରିବା ହେଲା ମନର କାର୍ଯ୍ୟ। ଚିନ୍ତା କରିବା ହେଲା ମନର କାମ। ତାହାର ବଶବର୍ତ୍ତୀ ହୋଇ ମନ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କ ସଂସ୍ପର୍ଶରେ ଆସେ ଏବଂ ଜୀବ ସେତେବେଳେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଶରୀର ରୂପ, ରସ, ଗନ୍ଧ, ସ୍ପର୍ଶ ଏ ପାଞ୍ଚଟି ଇନ୍ଦ୍ରିୟ ଗ୍ରାହ୍ୟ ବସ୍ତୁ। ମନ ଏହି ପାଞ୍ଚଟିର ସଂସ୍ପର୍ଶରେ ଆସି କାହାକୁ ଗ୍ରହଣ କରେ ତ ଆଉ କାହାକୁ ତ୍ୟାଗ କରେ। ଗ୍ରହଣ ଓ ତ୍ୟାଗ କରିବା ହେଲା ମନର କାର୍ଯ୍ୟ। ଚିନ୍ତା କରିବା ହେଲା ମନର କାମ। ତାହାର ବଶବର୍ତ୍ତୀ ହୋଇ ମନ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କ ସଂସ୍ପର୍ଶରେ ଆସେ ଏବଂ ଜୀବ ସେତେବେଳେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଶରୀର ପ୍ରାପ୍ତ ହୁଏ। ଅତଏବ ଏ ଶରୀର ହେଉଛି ଭୂତ ପ୍ରକୃତିର ଦାନ। ଜୀବ ଏକ ଶରୀର ଗ୍ରହଣ କରେ ଏବଂ ଏ ଭୌତିକ ଜଗତକୁ ପୁନର୍ବାର ଆସେ। କେଉଁଥିପାଇଁ ଆସେ? ଶରୀର ଗଠନ ଅନୁଯାୟୀ ସେ ଉପଭୋଗ କରିବାକୁ କିମ୍ବା ଦୁଃଖ ଭୋଗ କରିବାକୁ ଆସେ। ଆମର ଯଦି ଏକ ନିର୍ଦ୍ଦିଷ୍ଟ ପ୍ରକାର ଶରୀର ନଥାନ୍ତା, ତେବେ ଆମେ ପୂର୍ବଜନ୍ମର କାମନା ଓ ମାନସିକ ପ୍ରବୃତ୍ତି ଅନୁଯାୟୀ
ଉପଭୋଗ କିମ୍ବା ଦୁଃଖ ଭୋଗ କରି ପାରନ୍ତୁ ନାହିଁ। ମୃତ୍ୟୁ ସମୟରେ ଆମର ମାନସିକ ଅବସ୍ଥା ଅନୁଯାୟୀ ଆମକୁ ବାସ୍ତବରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଶରୀର ମିଳିଅଛି। ସୂର୍ଯ୍ୟ, ଚନ୍ଦ୍ର କିମ୍ବା ତାରକା ସଦୃଶ ଉଜ୍ଜ୍ୱଳ ଗ୍ରହପନ୍ତି ଜଳ, ତୈଳ କିମ୍ବା ଘୃତ ଭଣ୍ଡାରରେ ପ୍ରତିବିମ୍ବିତ ହୁଅନ୍ତି। ଭଣ୍ଡାର ଗତିବିଧି ଅନୁଯାୟୀ ପ୍ରତିବିମ୍ବ ଗତିଶୀଳ ହୁଏ। ଜଳରେ ଚନ୍ଦ୍ର ପ୍ରତିବିମ୍ବ ପଡ଼ିଥାଏ। ଗତିଶୀଳ ଜଳରେ ଚନ୍ଦ୍ର ଗତି କଲା ପରି ପ୍ରତୀତ ହୁଏ, କିନ୍ତୁ ବାସ୍ତବରେ ଚନ୍ଦ୍ର ଗତି କରୁନଥାଏ। ଠିକ୍ ସେହିପରି ଜୀବ ମାନସିକ ଚିନ୍ତାଧାରା ଅନୁଯାୟୀ ବିଭିନ୍ନ ପ୍ରକାର ଶରୀର ପ୍ରାପ୍ତ ହୁଏ, ଯଦିଓ ତାର ସେ ପ୍ରକାର ଶରୀର ସହିତ କୌଣସି ସମ୍ପର୍କ ନଥାଏ। ମାୟା ମୋହିତ ହୋଇ ଅର୍ଥାତ୍ ମାୟା ଯୋଗୁଁ ହିଁ ଜୀବ ଭାବେ ସେ ଶରୀର ଅଟେ। ଏହା ହେଉଛି ବଦ୍ଧ ଜୀବନର ରୀତି। ଧର ଜୀବନର ବର୍ତ୍ତମାନ ମାନବ ଶରୀରର ପ୍ରାପ୍ତ ହୋଇଛି। ସେ ଭାବେ ସେ ମାନବ ସମାଜର ଅନ୍ତର୍ଗତ କିମ୍ବା କୌଣସି ଏକ ନିର୍ଦ୍ଦିଷ୍ଟ ଦେଶର କିମ୍ବା କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର। ସେ ଏହି ପ୍ରକାରେ ନିଜକୁ ଶରୀର, ଦେଶ ବା ସ୍ଥାନ ସହିତ ସମ୍ପୃକ୍ତ କରାଏ ଏବଂ ଅଯଥା ଆଉ ଗୋଟିଏ ଶରୀର ପ୍ରାପ୍ତ ହେବାକୁ ନିଜକୁ ପ୍ରସ୍ତୁତ କରେ, ଯାହାକି ଆଦୌ ଦରକାର ନୁହେଁ। ଏ ପ୍ରକାର କାମନା ଓ ମାନସିକ ଚିନ୍ତାଧାରା ହିଁ ବିଭିନ୍ନ ପ୍ରକାର ଶରୀର ପ୍ରାପ୍ତ ହେବାର କାରଣ ଅଟେ। ଭୂତ ପ୍ରକୃତିର ଆଚ୍ଛାଦିକା ଶକ୍ତି ଏତେ ବଳବତ୍ତର ଯେ ଜୀବ ପାଇଥିବା ଶରୀରରେ ହିଁ ସନ୍ତୁଷ୍ଟ ରହେ ଏବଂ ସେ ନିଜକୁ ସେ ଶରୀର ବୋଲି ଖୁବ୍ ଆନନ୍ଦ ଅନୁଭବ କରେ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରେ, ଆପଣମାନେ କଦାପି ମନ ଓ ଶରୀର ବେଗରେ ପ୍ରଭାବିତ ହୁଅନ୍ତି ନାହିଁ। ଏହି ପ୍ରକାରେ ବସୁଦେବ କଂସକୁ ତାର ନୂତନ ବିବାହିତା ଭଗ୍ନୀ ପ୍ରତି ଈର୍ଷାନ୍ୱିତ ନ ହେବାକୁ ଅନୁରୋଧ କଲା। ବ୍ୟକ୍ତି କାହାରି ପ୍ରତି ଈର୍ଷାନ୍ୱିତ ହେବା ଉଚିତ ନୁହେଁ, କାରଣ ଇହଲୋକ ତା ପରଲୋକରେ ଯମରାଜ ସମ୍ମୁଖରେ ଈର୍ଷା ହିଁ ହେଉଛି ଭୟର କାରଣ। ଦେବକୀ ତରଫରୁ ବସୁଦେବ କଂସକୁ ପ୍ରାର୍ଥନା କଲେ ଯେ ସେ ତାର ସାନ ଭଉଣୀ ଅଟେ। ସେ ମଧ୍ୟ ଏକ ଶୁଭ ମୁହୂର୍ତ୍ତରେ ଅର୍ଥାତ୍ ବିବାହ ମୁହୂର୍ତ୍ତରେ ହିଁ ପ୍ରାର୍ଥନା କଲେ। ବ୍ୟକ୍ତି ସାନ ଭାଇ କିମ୍ବା ଭଉଣୀକୁ ନିଜର ସନ୍ତାନ ତୁଲ୍ୟ ରକ୍ଷା କରିବା ଉଚିତ। ବସୁଦେବ କହିଲେ, ଅବସ୍ଥା ବଡ଼ ସାଂଘାତିକ। ଯଦି ତୁମେ ତାକୁ ବଧ କରିବ, ତେବେ ତାହା ତୁମର ସୁନାମ ଉପରେ ଆଞ୍ଚ ଆଣିବ। ବସୁଦେବ ଭଲ ଉପଦେଶ ଦେଇ ଏବଂ ଦାର୍ଶନିକ ତଥ୍ୟ ବାଢ଼ି କଂସକୁ ଶାନ୍ତ କରିବା ପାଇଁ ଚେଷ୍ଟା କଲେ, କିନ୍ତୁ କଂସ ଶାନ୍ତ ହେଲା ନାହିଁ, କାରଣ ସେ ଅସୁର ସ୍ୱଭାବ ସମ୍ପନ୍ନ ଥିଲା। ଅସୁରମାନଙ୍କ ସଙ୍ଗ ଲାଭ କରୁଥିବା ଯୋଗୁଁ ଯଦିଓ ସେ ଏକ ଉଚ୍ଚ ରାଜବଂଶରେ ଜନ୍ମ ଲାଭ କରିଥିଲା, ତଥାପି ସେ ଏକ ଅସୁର ଥିଲା। ଅସୁର କଦାପି ଭଲ ଉପଦେଶ ଗ୍ରହଣ କରେ ନାହିଁ। ସେ ଏକ ସ୍ତ୍ରୀର ନିଶ୍ଚିତ ଚୋର ସଦୃଶ। କେହି ତାକୁ ନୈତିକ ଉପଦେଶ ଦେଇପାରେ, କିନ୍ତୁ ତାହା ଫଳପ୍ରଦ ହୁଏ ନାହିଁ। ଠିକ୍ ସେହିପରି ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବା ନାସ୍ତିକ, ସେମାନଙ୍କୁ ଶାସ୍ତ୍ର ପ୍ରମାଣ ସହିତ ଯେତେ ସଦୁପଦେଶ ଦେଲେ ବି ସେମାନେ ତାହା କଦାପି ଗ୍ରହଣ କରନ୍ତି ନାହିଁ। ଏହା ଦେବତା ଓ ଅସୁର ମଧ୍ୟରେ ପାର୍ଥକ୍ୟ ଅଟେ। ଯେଉଁମାନେ ସଦୁପଦେଶ ଗ୍ରହଣ କରନ୍ତି ଏବଂ ତଦନୁଯାୟୀ ଜୀବନଯାପନ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ଦେବତା କୁହାଯାଏ ଏବଂ ଯେଉଁମାନେ ଏ ପ୍ରକାର ସଦୁପଦେଶକୁ ଗ୍ରହଣ କରିପାରନ୍ତି ନାହିଁ, ସେମାନେ ଅସୁର ଅଟନ୍ତି। କଂସକୁ ଶାନ୍ତ କରାଇ ନ ପାରି ବସୁଦେବ ବିସ୍ମିତ ହେଲେ ଏବଂ ସେ କିପରି ତାହାର ସ୍ତ୍ରୀ ଦେବକୀକୁ ରକ୍ଷା କରିବ। ଆସନ୍ନ ବିପନ୍ନ ସମୟରେ ବୁଦ୍ଧିମାନ ଲୋକ ଯେତେଦୂର ସମ୍ଭବ ବିପଦକୁ ଆଡ଼େଇବାକୁ ଚେଷ୍ଟା କରିବା ଉଚିତ, କିନ୍ତୁ ଯଦି ସେ ସବୁ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ବିପଦକୁ ଏଡ଼ାଇ ନ ପାରିଲା, ତେବେ ସେ କ୍ଷେତ୍ରରେ ସେ ଦୋଷୀ ନୁହେଁ। ବ୍ୟକ୍ତି ତାର କର୍ତ୍ତବ୍ୟ ସମ୍ପାଦନ କରିବା ନିମିତ୍ତ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ, କିନ୍ତୁ ଯଦି ତାର ପ୍ରଚେଷ୍ଟା ବିଫଳ ହୁଏ, ତେବେ ସେ ଦୋଷୀ ବୋଲି ଧରାଯିବ ନାହିଁ। ବସୁଦେବ ନିମ୍ନ ପ୍ରକାରେ ତାର ସ୍ତ୍ରୀ ସମ୍ବନ୍ଧରେ ଭାବିଲେ, ବର୍ତ୍ତମାନ ଦେବକୀର ଜୀବନ ରକ୍ଷା କରିବାକୁ ହେବ। ପରେ ତାର ସନ୍ତାନ ଜନ୍ମ ହେଲେ ସେତେବେଳେ ଦେଖାଯିବ କିପରି ସେମାନଙ୍କୁ ରକ୍ଷା କରାଯାଇପାରିବ।
ସେ ପୁଣି ଭାବିଲେ, ଯଦି ଭବିଷ୍ୟତରେ କଂସର ଭାବନା ଅନୁଯାୟୀ ମୁଁ ଏପରି ଗୋଟିଏ ପୁତ୍ର ପ୍ରାପ୍ତ ହୁଏ, ଯିଏକି କଂସକୁ ବଧ କରିବ, ତେବେ ଦେବକୀ ଓ ସନ୍ତାନ ଉଭୟ ନିଶ୍ଚୟ ସୁରକ୍ଷିତ ହେବେ, କାରଣ ଭଗବାନଙ୍କ ନିୟମ ଅଚିନ୍ତନୀୟ ଅଟେ। କିନ୍ତୁ ବର୍ତ୍ତମାନ ମୋତେ ଯେକୌଣସି ପ୍ରକାରେ ଦେବକୀର ଜୀବନ ରକ୍ଷା କରିବାକୁ ହେବ। ଯେପରି ବଣରେ ନିଆଁ ଲାଗିଲେ ନିଆଁ କି ପ୍ରକାରେ କାଠର ସଂସ୍ପର୍ଶରେ ଆସି ଜଳି ଉଠିବ, ତାହାର କୌଣସି ଠିକଣା ନଥାଏ, ଠିକ୍ ସେହିପରି ଜୀବ ମୃତ୍ୟୁ ପରେ କି ପ୍ରକାର ଶରୀର ପ୍ରାପ୍ତ ହେବ, ତାହା କୌଣସି ଠିକଣା ନଥାଏ। ଯେତେବେଳେ ବଣରେ ନିଆଁ ଲାଗେ, ସେତେବେଳେ ପବନ ସଂସ୍ପର୍ଶରେ ଆସି ନିଆଁ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ବ୍ୟାପେ। ଠିକ୍ ସେହିପରି ଜୀବ ତାହାର କର୍ତ୍ତବ୍ୟ ସମ୍ପାଦନରେ ଅତ୍ୟନ୍ତ ଯତ୍ନଶୀଳ ଓ ଭୟାଳୁ ହୋଇପାରେ, ତଥାପି ପରବର୍ତ୍ତୀ ଜନ୍ମରେ ସେ କି ପ୍ରକାର ଶରୀର ଲାଭ କରିବ, ଏହା ଜାଣିବା ଅତ୍ୟନ୍ତ କଷ୍ଟକର। ମହାରାଜା ଭରତ ଅତ୍ୟନ୍ତ ଯତ୍ନ ସହକାରେ ଆତ୍ମାନୁଭୂତି ଲାଭ କରିବା ନିମିତ୍ତ କର୍ତ୍ତବ୍ୟର ସମ୍ପାଦନ କରୁଥିଲେ। ତଥାପି ଦୈବବଶତଃ ସେ ଏକ ମୃଗ ଶାବକ ପ୍ରତି ଆସକ୍ତ ହୋଇପଡ଼ିଲେ। ଫଳରେ ତାଙ୍କୁ ପରବର୍ତ୍ତୀ ଜନ୍ମରେ ଏକ ମୃଗ ଶରୀର ଧାରଣ କରିବାକୁ ପଡ଼ିଲା। କିପରି ସ୍ତ୍ରୀ ଦେବକୀର ଜୀବନ ରକ୍ଷା କରିବା, ସେ ବିଷୟରେ ସେ ବହୁତ ଚିନ୍ତା କଲେ। ଯଦିଓ କଂସ ଅତ୍ୟନ୍ତ ପାପୀ ଥିଲା, କଦାପି ବସୁଦେବ ଅତ୍ୟନ୍ତ ସମ୍ମାନ ସହକାରେ ତାକୁ କହିବାକୁ ଆରମ୍ଭ କଲେ। ବେଳେ ବେଳେ ଏପରି ହୋଇଥାଏ ଯେ ବସୁଦେବଙ୍କ ପରି ଧର୍ମାତ୍ମା ପୁରୁଷଙ୍କୁ ବି କଂସ ପରି ଏକ ଦୁରାତ୍ମାକୁ ଖୋସାମତ କରିବାକୁ ପଡ଼େ। ଏହା ହେଉଛି କୂଟନୈତିକ ପନ୍ଥା। ଯଦିଓ ବସୁଦେବ ଅତ୍ୟନ୍ତ ଦୁଃଖିତ ହୋଇଥିଲେ, ତଥାପି ସେ ବାହାରକୁ ଦେଖାଇବା ପାଇଁ ଅତ୍ୟନ୍ତ ପ୍ରସନ୍ନ ଥିଲା ପରି ଜଣାପଡ଼ୁଥିଲେ। ନିର୍ଲଜ୍ଜ କଂସକୁ ସେ ସେହି ପ୍ରକାରେ ସମ୍ବୋଧନ କରି କହିଲେ, ହେ ଭାଇ, ଏକଥା ବୀର କର ଯେ ତୁମ ଭଉଣୀଙ୍କ ଆଡ଼ୁ ତୁମ ପ୍ରତି କୌଣସି ବିପଦ ନାହିଁ। ତୁମେ ଆକାଶରୁ ଏକ ଭବିଷ୍ୟତବାଣୀ ଶୁଣିଛ, ତେଣୁ ବିପଦର ଆଶଙ୍କା କରୁଛ। କିନ୍ତୁ ତୁମ ଭଉଣୀର ପୁତ୍ରମାନଙ୍କ ଠାରୁ ତମ ପ୍ରତି ବିପଦ ଆସିବ। ସେ ପୁତ୍ରମାନେ ତ ବର୍ତ୍ତମାନ ନାହାନ୍ତି, କିଏ ଜାଣେ ଭବିଷ୍ୟତରେ ପୁତ୍ର ଜନ୍ମ ହୋଇପାରେ ବା ନ ହୋଇପାରେ। ଏହି ବୀର ଅନୁଯାୟୀ ବର୍ତ୍ତମାନ ତୁମେ ନିରାପଦ। ତୁମ ଭଉଣୀଙ୍କଠାରୁ ମଧ୍ୟ କୌଣସି ଭୟର କାରଣ ନାହିଁ। ଯଦି କୌଣସି ପୁତ୍ର ତାଠାରୁ ଜନ୍ମ ହୁଏ, ମୁଁ ପ୍ରତିଜ୍ଞା କରୁଛି ଯେ ସେମାନଙ୍କୁ ସମସ୍ତଙ୍କୁ ମୁଁ ଯଥା ବିଧି କାର୍ଯ୍ୟାନୁଷ୍ଠାନ ନିମିତ୍ତ ତୁମ ପାଖରେ ଆଣି ହାଜର କରାଇବି। କଂସ ବସୁଦେବର କଥାର ମୂଲ୍ୟ ବୁଝିଲା ଏବଂ ତାହାର ଯୁକ୍ତିରେ କଂସର ହୃଦବୋଧ ହେଲା। ସେ ଭଗ୍ନୀ ହତ୍ୟା ରୂପକ ଅପରାଧମୂଳକ କାର୍ଯ୍ୟରୁ ବିରତ ହେଲା। ଏଥିରେ ବସୁଦେବ ଖୁବ୍ ଖୁସି ହେଲେ ଏବଂ କଂସ ଯେଉଁ ନିଷ୍ପତ୍ତି ଗ୍ରହଣ କଲା, ତାକୁ ବସୁଦେବ ପ୍ରଶଂସା କଲେ। ଏହା ପ୍ରକାରେ ସେ ଘରକୁ ଫେରି ଆସିଲେ। କାଳକ୍ରମେ ବସୁଦେବ ଓ ଦେବକୀଙ୍କର 8 ପୁତ୍ର ଏବଂ 1 କନ୍ୟା ଜାତ ହେଲେ। ଯେତେବେଳେ ପ୍ରଥମ ପୁତ୍ର ଜନ୍ମ ହେଲା, ବସୁଦେବ ତାହାର ହତ୍ୟା ରକ୍ଷା କରି ସାଙ୍ଗେ ସାଙ୍ଗେ ଶିଶୁଟିକୁ କଂସ ସମକ୍ଷକୁ ନେଲା। କଥିତ ଅଛି ଯେ ବସୁଦେବ ତାହାର ସତ୍ୟ ଜବାବ ରକ୍ଷା ଲାଗି ପ୍ରସିଦ୍ଧ ଥିଲା ଏବଂ ସେ ତାହାର ଏହି ସୁନାମ ରକ୍ଷା କରିବାକୁ ଇଚ୍ଛା କରିଥିଲା। ଯଦିଓ ନବଜାତ ଶିଶୁକୁ କଂସ ବଧ କରିବାକୁ ଦେବା ବସୁଦେବ ପକ୍ଷରେ ବଡ଼ ଦୁଃଖଦାୟକ ଥିଲା, ତଥାପି ସେ ନିଜ ଜବାବ ରକ୍ଷା କରି କଂସକୁ ନବଜାତ ଶିଶୁ ଦେଉଥିଲେ। ଏଥିରେ କଂସ ଖୁବ୍ ଖୁସି ହେଉଥିଲା। କିନ୍ତୁ କଂସ ବସୁଦେବର ସତ୍ୟ ରକ୍ଷା ଦେଖି ଟିକିଏ ସହାନୁଭୂତିଶୀଳ ହୋଇଥିଲା। ଏହି ଘଟଣା ବଡ଼ ଆଦର୍ଶ ସ୍ଥାନୀୟ ତଥା ଲୋକଶିକ୍ଷାମୂଳକ ଥିଲା। ବସୁଦେବ ପରି ଏକ ମହାତ୍ମାଙ୍କ ପକ୍ଷରେ କର୍ତ୍ତବ୍ୟ ସମ୍ପାଦନ କରିବାର କଷ୍ଟଦାୟକ ଘଟଣା କିଛି ନଥିଲା। ବସୁଦେବଙ୍କ ପରି ଜ୍ଞାନୀ ଲୋକ ବିନା ଦ୍ୱନ୍ଦ୍ୱରେ ନିଜର କର୍ତ୍ତବ୍ୟ ସମ୍ପାଦନ କରେ। ଅନ୍ୟ ପକ୍ଷରେ କଂସ ପରି ଅସୁର ଯେକୌଣସି ପ୍ରକାର ହୀନ କାର୍ଯ୍ୟ, ପାପ କାର୍ଯ୍ୟ କରିବାକୁ କଦାପି ଦ୍ୱିଧା ବୋଧ କରେ ନାହିଁ। ତେଣୁ କଥିତ ଅଛି ଯେ ଏକ ସାଧୁ ଲୋକ ହିଁ ଜୀବନରେ ସବୁ ପ୍ରକାର ଦୁଃଖଦାୟକ ଅବସ୍ଥାକୁ ସହ୍ୟ କରିପାରେ। ଏକ ଜ୍ଞାନୀ ଲୋକ ହିଁ ଅନୁକୂଳ ପରିସ୍ଥିତିକୁ ଉପେକ୍ଷା କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରେ। କଂସ ପରି ଏକ ଦୁରାଚାରୀ ଯେକୌଣସି ପାପ କର୍ମ କରିପାରେ ଏବଂ ଏକ ଭକ୍ତ ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେକୌଣସି ପ୍ରକାର ତ୍ୟାଗ ସ୍ୱୀକାର କରିପାରେ। ବସୁଦେବର କାର୍ଯ୍ୟରେ କଂସ ଖୁବ୍ ସନ୍ତୁଷ୍ଟ ଥିଲା। ବସୁଦେବ ତାହାର ପ୍ରତିଜ୍ଞା ରକ୍ଷା କରିଛି।
ଏକଥା ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହେଲା ଏବଂ ତା ପ୍ରତି ସହାନୁଭୂତି ହୋଇ ତଥା ସନ୍ତୁଷ୍ଟ ହୋଇ ସେ ମତ କହିବାକୁ ଆରମ୍ଭ କଲା। ହେ ପ୍ରିୟ ବସୁଦେବ, ତୁମେ ଏ ଶିଶୁ ମୋତେ ଦେବା ଦରକାର ନାହିଁ। ଏ ଶିଶୁଠାରୁ ମୋର ବିପଦ ଆଶଙ୍କା କରିବାର କିଛି ନାହିଁ। ମୁଁ ଶୁଣିଛି ଯେ ଦେବକୀର ଅଷ୍ଟମ ଗର୍ଭଜାତ ଶିଶୁ ମୋତେ ବଧ କରିବ। ତେବେ ମୁଁ କାହିଁକି ଅଯଥା ଏଇ ଶିଶୁକୁ ବଧ କରିବି? ତୁମେ ଏହାକୁ ନେଇଯାଇପାର। ଯେତେବେଳେ ବସୁଦେବ ତାର ପ୍ରଥମ ଶିଶୁକୁ ନେଇ ଘରକୁ ଫେରୁଥିଲା ଏବଂ ଯଦିଓ ସେ କଂସର ବ୍ୟବହାରରେ ଖୁବ୍ ଖୁସି ହୋଇଥିଲା, ତଥାପି ସେ ତାକୁ ବିଶ୍ୱାସ କରିପାରୁନଥିଲା। କାରଣ ସେ ଜାଣିଥିଲା ଯେ କଂସ ସଂଯତ ନୁହେଁ, ଏକ ନାସ୍ତିକ କଦାପି ତାର କଥା ରକ୍ଷା କରିପାରେ ନାହିଁ। ଯେ ଇନ୍ଦ୍ରିୟ ଦମନ କରିପାରେ ନାହିଁ, ସେ କଦାପି ତାର ପ୍ରତିଜ୍ଞା ରକ୍ଷା କରିପାରିବ ନାହିଁ। ଏକ ମହାନ ରାଜନୀତିଜ୍ଞ ଚାଣକ୍ୟ ପଣ୍ଡିତ କହିଛନ୍ତି, ଏକ କୂଟନୀତିଜ୍ଞ ବ୍ୟକ୍ତି କିମ୍ବା ସ୍ତ୍ରୀ ଲୋକଙ୍କୁ କଦାପି ବିଶ୍ୱାସ କର ନାହିଁ। ଯେଉଁମାନେ ଅସଂଯତ ଭାବରେ ଇନ୍ଦ୍ରିୟକୁ ତୃପ୍ତି ଦେବାରେ ବ୍ୟସ୍ତ, ସେମାନେ କଦାପି ସତ୍ୟବାଦୀ ହୋଇପାରିବେ ନାହିଁ କିମ୍ବା ସେମାନେ କଦାପି ବିଶ୍ୱସ୍ତ ହୋଇପାରିବେ ନାହିଁ। ଏହି ସମୟରେ ଦେବର୍ଷି ନାରଦ କଂସ ନିକଟକୁ ଆସିଲେ। ସେ ଜାଣିବାକୁ ପାଇଲେ ଯେ କଂସ ବସୁଦେବ ପ୍ରତି ସହାନୁଭୂତିଶୀଳ ହୋଇ ତାକୁ ତାର ପ୍ରଥମ ଜାତ ଶିଶୁକୁ ଫେରାଇ ଦେଇଛି। ଶ୍ରୀକୃଷ୍ଣ ଅବତାର ଯେତେ ଶୀଘ୍ର ହୋଇପାରେ ସେତେ ଶୀଘ୍ର ହେବାକୁ ନାରଦ ଇଚ୍ଛା କରୁଥିଲେ। ତେଣୁ ସେ ଏହି କଥା ଜଣାଇଦେଲେ ଯେ ନନ୍ଦ ମହାରାଜ, ସମସ୍ତ ଗୋପବୃନ୍ଦ, ଗୋପବାଳକ ବାଳିକାବୃନ୍ଦ ଏବଂ ବୃନ୍ଦାବନର ଗୋପିକା ବୃନ୍ଦ ଓ ଅନ୍ୟ ପକ୍ଷରେ ବସୁଦେବ, ତାଙ୍କ ପିତା ସୁରେଶନ ଓ ଯଦୁବଂଶ ଋଷି ପରିବାର ଜାତ ତାଙ୍କର ସମସ୍ତେ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଭଗବାନଙ୍କ ଆଗମନ ନିମିତ୍ତ ପ୍ରସ୍ତୁତ ହେଉଛନ୍ତି। ନାରଦ ମୁନି କଂସକୁ ସତର୍କ ବାଣୀ ଶୁଣାଇ କହିଲେ ଯେ ଏ ପରିବାର ମାନଙ୍କରେ ଜନ୍ମ ହୋଇଥିବା ସମସ୍ତ ଭାଇ ବନ୍ଧୁ, ଶୁଭାକାଂକ୍ଷୀ ଏବଂ ଦେବତା ବୃନ୍ଦଙ୍କ ପ୍ରତି ସେ କଂସ ସାବଧାନ ହେବା ଉଚିତ। କଂସ, ତାହାର ବନ୍ଧୁ ଓ ତାର ଉପଦେଷ୍ଟା ଏମାନେ ସମସ୍ତେ ଅସୁର ଥିଲେ। ଅସୁରମାନେ ସର୍ବଦା ଦେବତାମାନଙ୍କୁ ଭୟ କରନ୍ତି। କଂସ ଯେତେବେଳେ ନାରଦଙ୍କ ଠାରୁ ଶୁଣିଲା ଯେ ଏହି ପରିବାର ମାନଙ୍କରେ ଦେବତାମାନେ ହିଁ ଆବିର୍ଭୂତ ହୋଇଛନ୍ତି, ସେତେବେଳେ ସେ ଖୁବ୍ ସତର୍କ ହେଲା। ସେ ବୁଝିପାରିଲା ଯେ ଯେତେବେଳେ ଦେବତାମାନେ ଆବିର୍ଭୂତ ହୋଇସାରିଲେଣି, ବିଷ୍ଣୁ ନିଶ୍ଚୟ ଖୁବ୍ ଶୀଘ୍ର ଆସୁଛନ୍ତି। ସେ ସାଙ୍ଗେ ସାଙ୍ଗେ ତାର ଭଉଣୀ ଭିଣେଇକୁ ବନ୍ଦୀ କଲା ଏବଂ ଉଭୟଙ୍କୁ ବନ୍ଦୀଶାଳାରେ ରଖିଲା। ବସୁଦେବ ଓ ଦେବକୀ ବନ୍ଦୀଶାଳାରେ ଲୌହ ଶୃଙ୍ଖଳାରେ ଆବଦ୍ଧ ହୋଇ ପ୍ରତିବର୍ଷ ଗୋଟିଏ ଲେଖାଏଁ ପୁତ୍ର ଜାତ କରାଇଲେ। କଂସ ପ୍ରତ୍ୟେକ ଶିଶୁକୁ ବିଷ୍ଣୁଙ୍କର ଅବତାର ବୋଲି ଭାବି ଗୋଟିକ ପରେ ଗୋଟିଏ ସମସ୍ତଙ୍କୁ ବଧ କଲା। ସେ ବିଶେଷ କରି ଅଷ୍ଟମ ଗର୍ଭଜାତ ସନ୍ତାନକୁ ଭୟ କରୁଥିଲା। କିନ୍ତୁ ନାରଦଙ୍କ ଦର୍ଶନ ପରେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ ଯେକୌଣସି ଶିଶୁ କୃଷ୍ଣ ହୋଇପାରେ। ତେଣୁ ସେ ବସୁଦେବ ଓ ଦେବକୀଠାରୁ ଜାତ ସମସ୍ତ ଶିଶୁକୁ ମାରିଦେବା ଉଚିତ। କଂସର ଏ ପ୍ରକାର କାର୍ଯ୍ୟକୁ ବୁଝିବା କଷ୍ଟକର ନଥିଲା। ପୃଥିବୀ ଇତିହାସରେ ଏପରି ଅନେକ ଘଟଣା ଅଛି ଯେଉଁଥିରେ ରାଜବଂଶଜ ବ୍ୟକ୍ତିଗଣ ସେମାନଙ୍କର ଆକାଂକ୍ଷା ପୂରଣ ନିମିତ୍ତ ସେମାନଙ୍କର ପିତା, ଭ୍ରାତା କିମ୍ବା ସମସ୍ତ ପରିବାର ଏବଂ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କର କୁଟିଳ ଉଦ୍ଦେଶ୍ୟ ଚରିତାର୍ଥ ନିମିତ୍ତ ଯେକୌଣସି ଲୋକକୁ ବଧ କରିପାରନ୍ତି। ଶ୍ରୀ ନାରଦଜୀଙ୍କ ଦୟାରୁ କଂସ ତାହାର ପୂର୍ବ ଜନ୍ମ କଥା ଜାଣିଥିଲା। ଜାଣିଲା ଯେ ପୂର୍ବ ଜନ୍ମରେ ସେ କାଳନେମି ନାମକ ଏକ ଅସୁର ଥିଲା ଏବଂ ବିଷ୍ଣୁଙ୍କ ଦ୍ୱାରା ହତ ହୋଇଥିଲା। ଭୋଜ ବଂଶରେ ଜନ୍ମ ହୋଇ ସେ ଯଦୁବଂଶରେ ପରମ ଶତ୍ରୁ ହେବାକୁ ସ୍ଥିର କଲା, କାରଣ ଶ୍ରୀକୃଷ୍ଣ ସେ ବଂଶରେ ଜନ୍ମ ହେବାକୁ ଯାଉଥିଲେ ଏବଂ ଏପରି ସେ ପୂର୍ବ ଜନ୍ମରେ ବିଷ୍ଣୁଙ୍କ ଦ୍ୱାରା ନିହତ ହୋଇଥିଲା। ଠିକ୍ ସେହିପରି ଏ ଜନ୍ମରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ନିହତ ହେବ। ଏଥିପାଇଁ ସେ ଅତ୍ୟନ୍ତ ଭୀତ-ତ୍ରସ୍ତ ହୋଇଥିଲା। ପ୍ରଥମେ ସେ ତାର ପିତା ଉଗ୍ରସେନଙ୍କୁ ବନ୍ଦୀ କଲା, କାରଣ ଯଦୁ, ବଜ ଓ ଅନ୍ଧକ ବଂଶର ସେ ପ୍ରଧାନ ରାଜା ଥିଲେ ଏବଂ ସେ କଂସ ମଧ୍ୟ ବସୁଦେବଙ୍କ ପିତା ସୁରେଶନ ରାଜ୍ୟକୁ ଅଧିକାର କଲା। ସେ ନିଜକୁ ଏ ସମସ୍ତ ରାଜ୍ୟର ରାଜା ବୋଲି ଘୋଷଣା କଲା। ଭକ୍ତି ବେଦାନ୍ତ ଭାଷ୍ୟରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଶୀର୍ଷକ ପ୍ରଥମ ଅଧ୍ୟାୟର ଶେଷ ହେଲା। ହରେ କୃଷ୍ଣ।